सर्वप्रथमे पिता पुत्र पवित्र आत्मा गौरव हो पुणी समस्त को प्रेस दौड़ यही समय आसतु आम्भे माने ईश्वर वाक्य मध्य पाठ करवा आलोचना करवा आत्मनिर्भरशील लोक मान निमंते आउ जीशुंकर दृष्टांत आउ जीशु कही अछंती जो माने आत्मनिर्भरशील निजको धार्मिक ज्ञान करती निजको धार्मिक देखते निजे भावती अन्य मानक तुच्छ करती आउ जीशु ख्रीष्ट दृष्टांत माध्यम कही जहाँ लेखा जाए लूक पुस्तक तार 18 पर्व आउ 14 पद मु तुम्भमान को कहूची से लोक नुहे बरं एही लोक धार्मिक गणित होई आपणा गृह को चलीगला कारण जे कही आपना को उन्नत बोली देखाए ताहाकु नत करा जिवो किंतु जे आपना को नत करे ताहाकु उन्नत करा जिवो। प्रार्थना करिबा। प्रिय प्रभु धन्यवाद दउछु वाक्य पाठ करियछु प्रभु ताहा बुझिबु पालन करिबु साहाय्यकारी आत्मा को द्वारा आमान को साहाय्य करो जेसु नाम रे मागिलु आमेन। प्रिय प्रभुंकर लोक माने वाक्य लेखा जाए जीशु ख्रीष्ट जगत मध्य 33.5 वर्ष रहिले पुणी अनेक शिष्य गठन कले आउ ए समय कहउछंती जीशु ख्रीष्टंकर पछे पछे अनेक लोक जाउथले आउ लोक गहली होउथले आउ सेमानक मध्यरे फारुसी साधुकी शास्त्री माने थिले। आमे जानु जीशु ख्रीष्ट आउ समस्तंकर मन को जानते समस्तंकर मन को से चिन्हते आउ से समय जीशु ख्रीष्ट कहउछंती जे केतेक लोक को जो माने आत्मनिर्भरशील लोक माने निजको धार्मिक ज्ञान करते निजको धार्मिक बोली भावती निजको उन्नत बोली भावती किंतु अन्य मानक तुच्छ देखते अन्य मानक न्यून चक्षु देखती आउ अन्य मानक तुच्छ ज्ञान करती तेणु जो माने अन्य मानक तुच्छ ज्ञान करती आउ निजको उन्नत बोली भावती बा धार्मिक बोली भावती आउ से मानको आत्मनिर्भरशील बोली जीशु कहते निज उपरे से निज आत्मा उपर निर्भर करते निजर मन उपरे आउ निज मन को मन से माने उन्नत देखते आउ से मानको दृष्टांत कहते जड़े करग्राही पुणी फारुसी 2 जन मंदिर को प्रार्थना करिया पाई गले आउ करग्राही प्रार्थना करुछि आउ करग्राही आउ फारुसी 2 जन प्रार्थना करुछंती। फारुसी प्रार्थना करुछि देखंतु फारुसी दंडायमान हैला मंदिर रे आउ प्रार्थना करुछि हे प्रभु मु तुमको धन्यवाद दउछि मु अन्य समस्त लोक मानक परि अत्याचारी नुहे अधार्मिक नुहे व्यभिचारी नुहे
କିମ୍ବା ଏହି କରଗ୍ରାହୀ ପରି ମଧ୍ୟ ନୁହେଁ। ଆମେ ଦେଖୁଛୁ ପ୍ରାର୍ଥନା କି ପ୍ରକାର ଯେ ନିଜକୁ ସେ ସ୍ୱତନ୍ତ୍ର ରଖୁଛି, ନିଜକୁ ସେ ଭାବୁଛି ଆଉ ସେ ଧାର୍ମିକ ଜ୍ଞାନ କରୁଅଛି, ଆତ୍ମନିର୍ଭରଶୀଳ। ଏଠାରେ ଲେଖାଯାଏ ଆପଣା ନିମନ୍ତେ ବା ଆପଣା ନିକଟରେ ସେ ପ୍ରାର୍ଥନା କରୁଅଛି। କହୁଅଛି ଯେ ମୁଁ ଏଇ କରଗ୍ରାହୀ ପରି ମଧ୍ୟ ନୁହେଁ, ମୁଁ ସପ୍ତାହକୁ 2 ଥର ଉପବାସ କରେ ଆଉ ଆୟର ସମସ୍ତ ଦଶମାଂଶ ଦାନ କରିଥାଏ। ତେଣୁ ଆମେ ଦେଖୁଛୁ ଏଠାରେ ଯେ ଫାରୁସୀ ଯେଉଁ ପ୍ରାର୍ଥନା କରୁଅଛି ତାହା ଆପଣା ନିକଟରେ ଆଉ ନିଜକୁ ଧାର୍ମିକ ଜ୍ଞାନ କରି ଅନ୍ୟମାନଙ୍କୁ ତୁଚ୍ଛ କରି, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆତ୍ମନିର୍ଭରଶୀଳ ଲୋକମାନେ ସେଇ ପ୍ରକାର ପ୍ରାର୍ଥନା କରିବେ। ଆଉ ସେଇ ପ୍ରକାର ପ୍ରାର୍ଥନା କରୁଥିବା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ ବୋଲି କୁହାଯାଏ। ଆଉ ଏଇଠି ଲେଖାଯାଏ ଯେ ସେ ଯେଉଁ ଭୁଲ କରୁଅଛି, ଗର୍ବ କରୁଛି, ଅନ୍ୟକୁ ତୁଚ୍ଛ ଦେଖୁଛି, ତାହା ଭୁଲ, ତାହା ପାପ ଅଟେ। ତାହା ପାଖରେ ଯେଉଁ ଗର୍ବ ଅଛି ଆଉ ସେଇଟା ପାପ, ଅନ୍ୟାୟ, ପ୍ରଭୁଙ୍କର ବିରୋଧୀ ଅଟେ। ସେ ଯାହା କରିଛି ତାହା କହୁଛି, କିନ୍ତୁ ଅନେକ ଭୁଲ କରୁଛି, ତାହା ଏଠାରେ ପ୍ରକାଶ ପାଉନାହିଁ। ଆତ୍ମନିର୍ଭରଶୀଳ ଲୋକମାନେ ସେହି ପ୍ରକାର ପ୍ରାର୍ଥନା କରିବେ, ନିଜର କରିଥିବା ବିଷୟକୁ ଦେଖାଇବେ ଆଉ ଅନ୍ୟକୁ ଆଙ୍ଗୁଳି ଦେଖାଇବେ। ଆଉ ସେମାନଙ୍କର ହୃଦୟ ଆଉ ସେମାନଙ୍କର ଆତ୍ମା ଉପରେ ହିଁ ନିର୍ଭର କରିବେ ଆଉ ନିଜକୁ ଉଚ୍ଚରେ ସ୍ଥାପନ କରିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ବାକ୍ୟ ଅନୁସାରେ ଏହି କରଗ୍ରାହୀ ପ୍ରାର୍ଥନା କରୁଅଛି ଆଉ ଦୂରରେ ଠିଆ ହେଉଛି। ସେ କହୁଛି ଆଉ ଊର୍ଦ୍ଧ୍ୱ ଦୃଷ୍ଟି, ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱ ଦୃଷ୍ଟି କରିବା ପାଇଁ ମଧ୍ୟ ତାହାର ସାହସ ଆସୁନାହିଁ। କି ପ୍ରକାର ଭୟ ଆଉ କି ପ୍ରକାର ଭକ୍ତି! ଆଉ ସେ ସାହସ କରି ନ ପାରି ଆପଣା ଛାତିରେ ମାରି ହେଉଛି ଆଉ କହିବାକୁ ଲାଗିଲା। ଏଠାରେ ଲେଖା ହୁଏ କହିବାକୁ ଲାଗିଲା ଆଉ ସେଇଟା ଉଚ୍ଚାରଣ କରିବାକୁ ଲାଗିଲା, ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟା କର। ଏହି ବ୍ୟକ୍ତିର ମଧ୍ୟ ଅନେକ ଠିକ ଗୁଣ ଥାଇପାରେ, ସେ କିନ୍ତୁ ପ୍ରକାଶ କରୁନାହିଁ। ଆଉ ଏଇ କରଗ୍ରାହୀ ପାଖରେ କ'ଣ ସମସ୍ତ ବିଷୟ ଭୁଲ ଥିଲା? ସମସ୍ତ ବିଷୟ ଯାହା ତା ଜୀବନରେ କରିଛି ଖାଲି ପାପ ହିଁ କରିଛି, ଖାଲି ଅନ୍ୟାୟ ହିଁ କରିଛି। କିନ୍ତୁ ତାର ଯେଉଁ ନତ ହେବାର ଗୁଣ, ନମ୍ର ହେବାର ଗୁଣ, ଏଇଠାରେ ଆମେ ଦେଖୁଛୁ ଯେ ତା ଜୀବନରେ ମଧ୍ୟ ଅନେକ ଉତ୍ତମ କାର୍ଯ୍ୟ ଅଛି। ହୋଇପାରେ କାହାକୁ ସାହାଯ୍ୟ ସହଯୋଗ, ଅନ୍ୟକୁ ପ୍ରେମ ଆଦର, ଅନେକ ପ୍ରକାର କରିଥାଇପାରେ ଏହି କରଗ୍ରାହୀ। ତଥାପି ସେ ନିଜକୁ ନତ କରୁଅଛନ୍ତି ଆଉ କହୁଅଛନ୍ତି, ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟା କର। ଆଉ କହିବା ପାଇଁ ଲାଗିଲେ, ଉଚ୍ଚାରଣ କରି ବାରମ୍ବାର କହିବା ପାଇଁ ଲାଗିଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରେରିତ ପାଉଲ ମଧ୍ୟ କହନ୍ତି, ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ ପାପୀ। ସେ ପାପୀ ନଥିଲେ ଆଉ ପ୍ରଭୁଙ୍କୁ ଭୟ କରୁଥିଲେ, ପ୍ରଭୁଙ୍କର ଅନୁଗମନ କରୁଥିଲେ ଆଉ ପ୍ରଭୁଙ୍କର ଆହ୍ୱାନ ପ୍ରାପ୍ତ ପ୍ରେରିତ ସେ ଥିଲେ, କିନ୍ତୁ ନିଜକୁ ନତ କରୁଛନ୍ତି। ତେଣୁ ଆମେ ଦେଖୁ ଯେ ତିମୋଥୀ ପୁସ୍ତକରେ ଲେଖାଯାଏ 3 ପର୍ବ
ଦେଖନ୍ତୁ, ଯେଉଁମାନେ ଆପଣ ଭୁଲକୁ ସ୍ୱୀକାର ନ କରି ଆଉ ନିଜକୁ ଦେଖାଇବା ପାଇଁ ପ୍ରାର୍ଥନା କରନ୍ତି, ଆଉ ସେମାନେ କ'ଣ? ଆତ୍ମପ୍ରିୟ ଲୋକମାନେ। ବାକ୍ୟରେ ଲେଖାଯାଏ 2 ତିମୋଥୀ 3 ତାର 1 ପଦରୁ ଲେଖାଯାଇଛି। ଆଉ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ, ଆଉ ସେହି ସମୟରେ ଲୋକମାନେ ଆତ୍ମପ୍ରିୟ ହେବେ। ନିଜେ ଯାହା କରନ୍ତି ତାହାକୁ ଠିକ୍ ବୋଲି କହିବେ, ଅନ୍ୟକୁ ଠିକ୍ କହିବା ପାଇଁ ମଧ୍ୟ କହିବେ, ଆଉ ଅନ୍ୟକୁ ମଧ୍ୟ ତାହା ଶିଖାଇବେ, ଆଉ ଆତ୍ମପ୍ରିୟ ହୋଇଯିବେ। ଏହି ଲୋକ ମଧ୍ୟ ଆତ୍ମପ୍ରିୟ, ଆଉ ସେ ଅନେକ ଭୁଲ ଥିଲେ ମଧ୍ୟ କେବଳ ତାର ଠିକ୍ ବିଷୟକୁ ଏଇଠାରେ କହୁଅଛି, ଆଉ ଧନଲୋଭୀ ହୋଇଯିବେ। ଲେଖାଯାଏ ଆତ୍ମଗର୍ଭୀ ହେବେ। ଏହି ବ୍ୟକ୍ତି ମଧ୍ୟ ଆତ୍ମଗର୍ଭୀ ହୋଇଥିଲା। ସେହି କରଗ୍ରାହୀକୁ ଆକ୍ଷେପ କରି କହିଥିଲା, ଆଉ ବାକ୍ୟରେ ଲେଖାଯାଏ ଅହଙ୍କାରୀ ହେବେ, ନିନ୍ଦୁକ ହେବେ। ସେହି କରଗ୍ରାହୀକୁ ନିନ୍ଦା କରିଥିଲା। ଶେଷ ଦିନରେ ଏହି ସମସ୍ତ ବିଷୟ ହେବ। ଆଉ ଏଇଠି ମଧ୍ୟ ଆମେ ଫାରୁସିଠାରେ ଦେଖିବାକୁ ପାଇପାରୁଛୁ। ସେମାନେ ପିତାମାତାଙ୍କର ବାଧ୍ୟ ହେବେ, ଅକୃତଜ୍ଞ, ଅପବିତ୍ର, ସ୍ନେହ ଶୂନ୍ୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ। ଆଉ ସେମାନେ ଭକ୍ତିର ଭେକ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ ଆତ୍ମଗର୍ଭୀ, ଦାମ୍ଭିକ ଲୋକମାନେ, ଯେଉଁମାନେ ଆତ୍ମପ୍ରିୟ ଲୋକମାନେ, ଆଉ ନିଜକୁ ଧାର୍ମିକ ଜ୍ଞାନ କରନ୍ତି, ଆଉ ଦେଖାନ୍ତି, ଆଉ ନିଜକୁ ଭାବନ୍ତି, ଆଉ ସେଇ ଲୋକମାନଙ୍କ ଠାରୁ ଅନ୍ତର ହୁଅ। ତାର ଅର୍ଥ ନୁହେଁ କଥା ହୁଅ ନାହିଁ, ସାହାଯ୍ୟ ସହଯୋଗ କର ନାହିଁ, କିମ୍ବା ତା ସହିତ ଦୁଃଖ ସୁଖ ଭଲ ମନ୍ଦରେ ମିଶ ନାହିଁ। ସେଇଟା ନୁହଁ ଯେ ତା କଥାରେ ଚାଲନ୍ତୁ ନାହିଁ, ତା କଥାରେ ଚାଲିବା ନାହିଁ। ଅର୍ଥାତ୍ ଏଇଠି ଆମେ ଦେଖିପାରୁଛୁ, ତା ସହିତ ଏକମତ ହେଲେ ଚାଲିଲେ ହୋଇପାରେ ଆମ୍ଭେମାନେ ସେହି ଆତ୍ମପ୍ରିୟ, ଆତ୍ମଗର୍ଭୀ, ଦାମ୍ଭିକ ଆଉ ବିଶ୍ୱାସଘାତକ ଏହି ସମସ୍ତ ବିଷୟ ଆମ ମଧ୍ୟରେ ଯେପରି ଦେଖା ନ ଯିବ, ସେଥିପାଇଁ ଭୟରେ ଆମେ ତାଠାରୁ ଅନ୍ତର ହେବା ଦରକାର। ତା ପାଇଁ ପ୍ରାର୍ଥନା କରିବା, ତାକୁ ସାହାଯ୍ୟ କରିବା, ସହଯୋଗ କରିବା, କଥାବାର୍ତ୍ତା ପ୍ରତ୍ୟେକ ବିଷୟରେ ତାକୁ ଉତ୍ସାହ ଦେବା, ପ୍ରଭୁଙ୍କ ନିକଟକୁ ଆଣିବା, ପ୍ରଭୁଙ୍କ ନିକଟରେ ଆସିବା ପାଇଁ ପ୍ରାର୍ଥନା କରିବା। ସେ ପ୍ରେରିତ ପାଉଲ ତିମୋଥୀକୁ ପ୍ରେରିତ ପାଉଲ ଏହା ହିଁ କହୁଛନ୍ତି। ଅନ୍ତର ହୁଅର ଅର୍ଥ ପରିତ୍ୟାଗ କରିଦିଅ ନାହିଁ, ଛାଡ଼ିଦିଅ ନାହିଁ, କିନ୍ତୁ ତାଠାରୁ ଅନ୍ତର ହୁଅ ଏହି ସମସ୍ତ ବିଷୟରେ। ତେଣୁ ହୋଇପାରେ ତା ସହିତ ତୁମର ସମ୍ପର୍କ ଥିଲେ ତାକୁ ଭୟ କରିବ ନାହିଁ, ତ ପରସ୍ପରର ପ୍ରେମ ଦ୍ୱାରା ତା କଥାରେ ଏକମତ ହୋଇ କାଳେ ତୁମେ ମଧ୍ୟ ତାହାର ଯେଉଁ ସ୍ୱଭାବ ତୁମ ନିକଟକୁ ଆସିପାରେ, ତାହାର ଭୁଲରେ ତୁମେ ଏକମତ ହେଇଯିବ, ସେଇ ଭୟରେ ତାଠାରୁ ଦୂରରେ ରୁହ। ତେବେ ଏଇଠି ଦେଖୁ ଅନେକ ବିଷୟ ଯାହାକି ବାକ୍ୟ ଅନୁସାରେ ଲେଖାଯାଏ ଯେ ଆତ୍ମପ୍ରିୟ, ଆତ୍ମଗର୍ଭୀ ଆଉ ନିଜକୁ ଧାର୍ମିକ ଜ୍ଞାନ କରୁଥିବା ବ୍ୟକ୍ତି, ଆଉ ବାକ୍ୟ ଅନୁସାରେ କୁହାଯାଇଅଛି ସେମାନେ ଲେଖାଯାଏ ଯେ ବାକ୍ୟ ଅନୁସାରେ 9 ପଦରେ ଆତ୍ମନିର୍ଭରଶୀଳ ଲୋକ, ନିଜକୁ ଧାର୍ମିକ ଜ୍ଞାନ କରେ, ଅନ୍ୟକୁ ତୁଚ୍ଛ ଜ୍ଞାନ କରେ, ଆଉ ସେଇ ବ୍ୟକ୍ତି ଆତ୍ମନିର୍ଭରଶୀଳ ବ୍ୟକ୍ତି। ପ୍ରଭୁ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଭାବରେ ଆମେ ପ୍ରାର୍ଥନା କରିବା ନାହିଁ, ପ୍ରଭୁଙ୍କ ଠାରେ ନତ ହେବା,
ପ୍ରଭୁଙ୍କଠାରେ ନିଜକୁ ଭାଙ୍ଗିବା, ପ୍ରଭୁଙ୍କଠାରେ ନିଜକୁ ସମର୍ପଣ କରିବା, ଉତ୍ସର୍ଗ କରିବା, ନିଜକୁ ନ୍ୟୁନ କରିବା ଆଉ ପ୍ରାର୍ଥନା କରିବା। ସେହି ଦାନ ଦେବା ବ୍ୟକ୍ତି, ଉପବାସ କରିବା ବ୍ୟକ୍ତି ଅଧାର୍ମିକ ନୁହେଁ ଆଉ ଅତ୍ୟାଚାରୀ ନୁହେଁ କିମ୍ବା ଅନ୍ୟ ସମସ୍ତଙ୍କ ପରି ନୁହେଁ। ଯେଉଁ ବ୍ୟକ୍ତି କହିଲା ସେ ନୁହେଁ, କିନ୍ତୁ ଯେଉଁ କରଗ୍ରାହୀ ପାପୀ ହେଲେ ମଧ୍ୟ ସେ ଧାର୍ମିକ ଗଣିତ ହୋଇ ଚାଲିଗଲା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଆତ୍ମନିର୍ଭରଶୀଳ ବ୍ୟକ୍ତି ନ ହୋଇ ନିଜକୁ ନତ କରି, ଆମ୍ଭେମାନେ ଧାର୍ମିକ ଜ୍ଞାନ ନ କରି ନିଜକୁ ଆଉ ପ୍ରେରିତ ପାଉଲ ପରି ପାପୀମାନଙ୍କ ମଧ୍ୟରୁ ପ୍ରଧାନ ଯେ ପ୍ରକାର କହୁଥିଲେ, ଆମେ ମଧ୍ୟ ସେହି ପ୍ରକାର ନିଜକୁ ନତ କରିବା, ନିଜକୁ ଭାଙ୍ଗିବା ପ୍ରଭୁଙ୍କ ଆଗରେ। ପ୍ରଭୁ ଆତ୍ମିକ ଜୀବନରେ ମଧ୍ୟ ଉନ୍ନତ କରିବେ, ପୁଣି ଜାଗତିକ ଜୀବନରେ ମଧ୍ୟ ଉନ୍ନତ କରିବେ। ପ୍ରଭୁ ଆପଣଙ୍କୁ ମୋତେ ଏହି ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ, ପୁଣି ପାଳନ କରିବା ପାଇଁ ପବିତ୍ର ଆତ୍ମା ଅର୍ଥାତ୍ ସାହାଯ୍ୟକାରୀ ଆତ୍ମା ପଠାଇ ସାହାଯ୍ୟ କରନ୍ତୁ। ଆମେନ୍।